ଶ୍ରୀମଦ୍ଭାଗବତ ଅଷ୍ଟମ ସ୍କନ୍ଧ ପ୍ରଥମ ଅଧ୍ୟାୟ। ରାଜ ଉବାଚ ବରଷେ ଅଭିମନ୍ୟୁ ସୁତ ରୋମପୁଲକେ କୃତ ସୁଖଚରଣେ କର ଦେଇ ବୋଲନ୍ତି ନିସ୍ତରିଲି ମୁଇଁ ବିଷ୍ଣୁ ଚରିତ ତୁମ୍ଭ ମୁଖେ ଶୁଣିଲି ଅଦୃଷ୍ଟ ସୁପାକେ ହୋ ମୁନି ଦୟାକର ମତେ ମରୁଣୁ ତରିବି କେମତେ ମଠାରେ ସ୍ନେହ ରହେ ଯେବେ ପ୍ରସନ୍ନ ଚିତେ କହ ଏବେ ପୂର୍ବେ ଏ ସ୍ୱୟଂଭବୁ ମନୁ ପ୍ରତ୍ୟକ୍ଷ ପଦ୍ମଜନି ତନୁ ତାହାଙ୍କ ବଂଶଜ ଚରିତ ଯେ ପୂର୍ବେ ଭୂତ ଭବିଷ୍ୟତ ବିସ୍ତାରେ ତୁମ ମୁଖ ଶୁଣି ତରିଲି ଭବତରଙ୍ଗଣୀ ସେ ବଂଶୀ ସ୍ୱୟଂଭବୁ ରାଜା ମନୁ ପୁରୁଷ ରୂପେ ପୂଜିତ ଏ ମାୟା ଜଗତେ ଯେବା ଚରିତ କଲେ ଯେତେ ଏ ମନୁ ବଂଶେ ଯେତେ କୃତ୍ୟ ଅଦ୍ଭୁତ ବିଷ୍ଣୁର ଚରିତ ଅଦ୍ୟାପି ବସିବ କବି ଜନେ ଅଶେଷ ଶାସ୍ତ୍ର ଅନୁମାନେ ଗ୍ରନ୍ଥିଲେ କୃଷ୍ଣ ଗୁଣ ଗାଥା ଅଶେଷ କର୍ମ କରି କଥା ଯେ କଥା କର୍ଣ୍ଣରନ୍ଧ୍ରେ ପଶି ଅଶେଷ କଳୁ ସୁବିନାଶୀ ଯେ ମନୁ ଅନ୍ତରେ ସେ କଥା ବିଷ୍ଣୁ ଚରିତ ସାଧୁ ଗାଥା ଯେ ବର୍ତ୍ତମାନ ଯେବା ଭୂତେ ଯେ ଅବା କଲେ ଭବିଷ୍ୟତେ ସକଳ କହି ମୁନିବର ଏ ଭବ ସାଗରୁ ଉଦ୍ଧାର ବାଦାରାଣାଇ ଉବାଚ ଏମନ୍ତ ପରୀକ୍ଷିତ ଆଗେ ସୁଖ କହନ୍ତି ଅନୁରାଗେ ପ୍ରଥମ କଳ୍ପେ ମୁଁ ସମ୍ପାଦି କହିଲି ସ୍ୱୟଂଭବୁ ଆଦି ଏଷଡ଼ ମନୁବଂଶ ଯେତେ ଦେବାଦି ମନୁଷ୍ୟ ପର୍ଯ୍ୟନ୍ତେ ଆଦିତ୍ୟ ମଧ୍ୟ କଲେ ଯେବେ ପୂର୍ବେ ମୁଁ କହିଅଛି ତୋତେ ଆକୃତି ଦେବହୂତି ଆକୁତି ଦେବହୂତି ବେନି ମନୁ ଦୁହିତା ବେନି ଭଗ୍ନି ଧର୍ମ ଜ୍ଞାନର ଉପଦେଶେ ପରମ ବ୍ରହ୍ମ ନିଜ ଅଂଶେ ଯଜ୍ଞ ବରାହ କଳ୍ପ ପୂର୍ବେ ଜନ୍ମିଲେ ଦେବହୂତି ଗର୍ଭେ କପିଳ ରୂପେ କଲେ ଯେତେ ପୂର୍ବେ ମୁଁ କହିଅଛି ତୋତେ ଆକୁତି ଦେବହୂତି ବେନି ଯେ ଅବା କଲେ ପୂର୍ବ ଘେନି ସେ କଥା ଶୁଣ ନୃପ ବର ହରିଚରିତ ସୁଧାସାର ଯେ ସ୍ୱୟଂଭବୁ ମନୁ ରାଜା ବିଷ୍ଣୁ ପ୍ରସନ୍ନେ ମହାତେଜା ସେ ପତ୍ନୀ ସତରୂପା ସଙ୍ଗେ ବିରକ୍ତ ଚିତ୍ତ କାମ ଭୋଗେ ମନେ ପଶିଲେ ତପ ଅର୍ଥେ ସେ ବ୍ରତାର ସମ୍ୟତେ ସୁନନ୍ଦା ତୀର୍ଥେ ଏକ ପାଦେ ଭୂମିସ୍ପର ସେ ଦୃଢ଼ ବନ୍ଧେ ଗଗନ ଗତେ ମୁଖ କରି ଚଞ୍ଚଳ ଚିତ୍ତକୁ ନିବାରି ସୁଘୋର ତପେ ରହି ମନେ ସେ ରାଜା ବିଚାରିଲା ମନେ ଯେ ହରି ଏ ବିଶ୍ୱ ସଂସାରେ ଚେତନା ରୂପେ ହୃଦ ପରେ ଚେତନା ଅଚେତନ ରୂପୀ ଜାଗ୍ରତ ସ୍ୱପ୍ନ ମଧ୍ୟ ବ୍ୟାପୀ ବ୍ରହ୍ମାଣ୍ଡ ଜାଣେ ଯାର ଅନ୍ତ ତେଣୁ ସେ ବୋଲାଏ ଅନନ୍ତ ଏ ବିଶ୍ୱ ଆତ୍ମା ଯାର ହୁଏ ସତ୍ୟ ବିରାଜ ନିଜ ଦେହେ ସୁଜୟୀ ପାଳନ ସଂହାରେ ବାଳକ ଲୀଳାରେ ବିହରେ ଦେଖନ୍ତା ପ୍ରାଣୀ କି ନ ଦିଶେ ଦୃଶ୍ୟ ଅଦୃଶ୍ୟ ରୂପ ମିଶେ ସକଳ ରୂପେ ଯାର ବାସ ବିଭବେ ଯେନେ ଘଟାକାଶ ସେ ସର୍ବ ପ୍ରାଣୀଙ୍କ ମଧ୍ୟରେ ଜିମୁତ ମଧ୍ୟ ଯେନେ ନୀର ସମ୍ପୂର୍ଣ୍ଣ ପୃଷ୍ଠେ ତାର ଗତି ଜ୍ୟୋତିଙ୍କ ମଧ୍ୟ ଦିବ୍ୟ ଜ୍ୟୋତି ଆଦିତ୍ୟ ମଧ୍ୟ ଯାର ନାହିଁ ସ୍ୱକୀୟ ଭେଦ ବା ତାର କାହିଁ ନିମିଷେ ଅନ୍ତର ବାହାରେ ମାୟା ମୋହର ସଂସାରେ ଏ ବିଶ୍ୱ ଜ୍ୟୋତି ସେ ବୋଲାଉ ବିରକ୍ତ ଆତଜାତ ନାହିଁ ସେ ବିଶ୍ୱମୟ ପୁରୋହିତ ବିଶ୍ୱ ସୁଜନେ ଉପଗତ ବିମୋହ ମୋହ ପାଶେ ଛନ୍ଦି ଯାର ଜ୍ଞାନରେ ବିଶ୍ୱବନ୍ଦୀ ସ୍ୱୟଂ ପରମ ଜ୍ୟୋତି ଆଜ ପରମ ପୁରୁଷ ବିରାଜ ଜୀବର ଜନ୍ମ ଆଦି ଯେତେ ଧରଇ ଆତ୍ମଗତି ଅର୍ଥେ ଜୀବନ ଚେଷ୍ଟା ବିବର୍ଜିତ ସ୍ୱଭାବେ ଇଚ୍ଛଇ ଜଗତ ଏଭାବ ଜାଣି ଋଷି ଜନେ କର୍ମ ଇଚ୍ଛନ୍ତି ଦୃଢ଼ ମନେ ଯେ ଭାବେ କର୍ମଫଳ ବଳେ ଯେଣୁ ସେ ଭଜନ୍ତି ନିଶ୍ଚଳେ ଈଶ୍ୱର ଭାବେ କର୍ମ କଲେ ନିର୍ଗୁଣ ଲଭନ୍ତି ସେ ବଲେ ଇଚ୍ଛା କରନ୍ତି ପ୍ରାଣୀଙ୍କର ଯେ ଭାବେ ଭଜେ ଦୁରାଚାର ଆତ୍ମାର ଆତ୍ମାପୂର୍ଣ୍ଣ ଅର୍ଥେ ଯେ ତାଙ୍କୁ ଭଜନ୍ତି ଜଗତେ କେବେ ହେଁ ଭ୍ରଷ୍ଟ ସେ ନୁହନ୍ତି ଅନ୍ତେ ଲଭନ୍ତି ବ୍ରହ୍ମଗତି ସକଳ ଆତ୍ମାର ଈଶ୍ୱର ସ୍ୱଭାବେ ନାହିଁ ଅହଙ୍କାର
ପୂର୍ଣ୍ଣ ଅନାଦି ନିରଞ୍ଜନ କାହାର ନୁହେଁ ସେ ଅଧୀନ ସ୍ୱଭାବେ ନିଜ ମାର୍ଗ ରହେ କେ ଚିନ୍ତି ଥାଇ ଅନ୍ୟ ଦେ ଏଣୁ ଏ ସଂସାରରେ ସାର ତାପାଦେ ମୋର ନମସ୍କାର। ଶ୍ରୀ ଶୁକ ବାଚ ହେମନ୍ତ ବ୍ରହ୍ମ ଭାଗବତେ ସେ ସ୍ୱୟଂ ଭୁବ ଦୃଢ଼ ଚିତେ ଚିନ୍ତା କରନ୍ତି ତପ ବଳେ ସୁଦୃଢ଼ ସମାଧି ନିଶ୍ଚଳେ ଅସୁର ଜାତୁ ଧାନ ଗଣେ ବେଗେ ଚଳିଲେ ଯୋଗାରଣ୍ୟେ ପକ୍ଷିବା ପ୍ରାୟ ক্ষୁଧା ସେ ବେଗେ ମିଳିଲେ ତାର ପାଶେ ତାଙ୍କୁ ଦେଖିଣ ନରହରି ଯଜ୍ଞ ପୁରୁଷ ରୂପ ଧରି ନିବାରି ଜାତୁ ଧାନ ଗଣ ସ୍ୱର୍ଗେ ମିଳିଲେ ନାରାୟଣ ସେ ମନୁ ଅନ୍ତେ ସୁରଚିତ ଦ୍ୱିତୀୟ ମନୁ ଯେ ବିଦିତ ଅଗ୍ନିର ପୁତ୍ର ଯେ ସେ ସ୍ୱଭାବ ରାଜତ୍ୱ କଲା ବିଶ୍ୱଭାବ ଧୂମତ ସୁବେଶ ରୁଚିସ ଏ ଆଦି ତାର ପୁତ୍ର ଦଶ ସେ ମନୁ କାଳେ ନରନାଥ ରୋଚନ ନାମେ ବଳବନ୍ତ ଯାହାର କାଳେ ଦେବଗଣ ତୁଷିତ ନାମେ ଉଚ୍ଚାରଣ ଋଷି ଯେ ଉର୍ଜ ସ୍ତମ୍ଭ ଆଦି ସେ ସପ୍ତ ଋଷି ବ୍ରହ୍ମବାଦୀ ଯେ ଦେବ ଶିରା ନାମେ ମୁନି ତୁଷିତା ନାମେ ତା ଭବାନୀ ସେ ପତ୍ନୀ ଗର୍ଭେ ବିଷ୍ଣୁ ରୂପେ ବିଷ୍ଣୁ ଜନ୍ମିଲେ ଆଦି କଳ୍ପେ ପୂର୍ବେ ସେ ବାଳ ଶିକ୍ଷା ରୂପେ ଅଷ୍ଟାଂଶୀ ସହସ୍ରାଦ କଳ୍ପେ ଯଜ୍ଞ ଆରଭେ ଊର୍ଦ୍ଧ୍ୱରେ ତା ବିଷ୍ଣୁ ଭଜନେ ବଳବନ୍ତା ବିଷ୍ଣୁର ଦୀକ୍ଷା ଶିରେ ଧରି ସେ ମୁନି ଗଣେ ବ୍ରହ୍ମଚାରୀ କୁମାର ବ୍ରତ ଆଚରିଲେ ତେଣୁ ବାଳକ ସେ ହୋଇଲେ ତୃତୀୟ ମନୁ ଯେ ଉତ୍ତମ ସେ ପ୍ରିୟ ବତର ନନ୍ଦନ ତାର ସଞ୍ଜୟ ଜୟ ହୋତା ଏ ଆଦି ସର୍ବେ ବଳବନ୍ତା ସେ କଳ୍ପ ସପ୍ତ ଋଷି ଗଣେ ବଶିଷ୍ଠ ଋଷିଙ୍କ ନନ୍ଦନେ ପ୍ରମାଦ ଆଦି ସପ୍ତ ସୁତ ସତ୍ୟକ ନାମେ ଦେବ ଶ୍ରୁତ ସତ୍ୟକ ନାମେ ଇନ୍ଦ୍ର ରାଜା ହରି ଭକତ ମହାତେଜା ସୁନୁଜା ଧର୍ମପତ୍ନୀ ଗର୍ଭେ ପୁରୁଷୋତ୍ତମ ରୂପେ ପୂର୍ବେ ଜନ୍ମିଲେ ସତ୍ୟଗୁଣ ତୁଲେ ଶୁଣନ୍ତୁ ଯେବା କର୍ମ ଭଲେ ଯକ୍ଷ ରାକ୍ଷାସ ଭୂତ ଗଣ ପ୍ରାଣୀକୁ ଲଭନ୍ତି ଭକ୍ଷଣ ତାହାଙ୍କୁ ମାରି ସତ୍ୟ ସଙ୍ଗେ ଧର୍ମ ରଖିଲେ ସତ୍ୟ ଯୁଗେ ଚତୁର୍ଥ ପ୍ରିୟବର୍ତ୍ତ ସୁତ ତାମସ ଉତ୍ତମର ଭ୍ରାତ ଯେ କ୍ରତୁ ପୃଥୁ ଖ୍ୟାତି କ୍ଷୀଣର ଆଦି ଦଶତା କୁମର ତାର ଅନ୍ତରେ ସ୍ୱର୍ଗପୁରେ ତ୍ରିଶଖ ନାମେ ସୁର ଘରେ ସତ୍ୟକ ହରି ବୀର ଆଦି ଦେବତା ନାମେ ପ୍ରସିଦ୍ଧି ଜ୍ୟୋତି ଧର୍ମ ମୁନି ଆଦି ତାମସ ଅନ୍ତରେ ପ୍ରସିଦ୍ଧି ଜ୍ୟୋତି ଧର୍ମ ମୁନି ଆଦି ତାମସ ଅନ୍ତରେ ପ୍ରସିଦ୍ଧି ବିଧୃତି ନାମେ ଦେବଗଣ ଶୁଣ ହେ ତାହାଙ୍କ ପ୍ରମାଣ କାଳେ ସକଳ ନାଶ ଗଲେ ଶେଷ ଅନ୍ତରେ ଯେତେ ଥିଲେ ସେ ମନୁ ଅନ୍ତରେ ଅଦ୍ଭୁତ ହରିଣୀ ଉଦରେ ସମ୍ଭୂତ ତେଣୁ ବହିଲେ ହରି ନାମ ରୂପ ମୋହନ କୋଟି କାମ ସେ ହରି ନାମ ଏ ସଂସାରେ ଅସିତ ଦୁରିତ ସଂହାରେ ଯେ ରୂପେ ଗଜେନ୍ଦ୍ର ମୁକ୍ଷଣ କୁମ୍ଭୀର ଦର୍ପ ନିବାରଣ ଜଳେ କୁମ୍ଭୀର ମୁଣ୍ଡ ହାଣି ସତ୍ୟ ରଖିଲେ ଚକ୍ରପାଣି ଜାନାମ ପରମ ମଙ୍ଗଳ ଦୁରିତ ବନେ ଦାବାନଳ ଏକଥା ସୁଖମୁକୁ ଶୁଣି ପାଣ୍ଡବ ବଂଶ ଚୂଡ଼ାମଣି ଆନନ୍ଦ ହୋଇ କୃତ୍ୟ ବୋଇଲେ ନୃପ ପରୀକ୍ଷିତ ଭମୁନି ଦୁର୍ଲଭ ବଚନ ଶୁଣି ଆନନ୍ଦ ମର ମନ କେମନ୍ତେ ପ୍ରଭୁ ନର ହରି ଗଜ ରଖିଲେ ଗ୍ରାହ ମାରି କୁମ୍ଭୀର କେଉଁ ଜଳେ ଥିଲା ଗଜକୁ କେମନ୍ତ ଧରିଲା ସେ ଜଳ ଜୀବ ଜଳେ ଥାଇ ହସ୍ତି ସଂଯୋଗ ତାର କାହିଁ ହସ୍ତି ସବଳ ମହାକାଏ କୁମ୍ଭୀର କେତେବେଳେ ବହେ ଏକଥା ସଂଶୟ ତ ମତେ ଭମୁନି କହ ଶୁଦ୍ଧ ଚିତେ ଏ ପୁଣ୍ୟ କଥା ମୋର ଧନ୍ୟ ମଙ୍ଗଳ ଜୁତେ ସୁଖାୟନ ଯେ ପ୍ରସ୍ତାବ ବିହରି ବାଣୀ ଶ୍ରବଣ ମାର୍ଗେ ଶୁଣେ ପ୍ରାଣୀ ସେ ପ୍ରାଣୀ ଭବ ଭୟୁତରେ ନ ପଡ଼େ ମାୟା ତମ ଘରେ ସୁତ ବାଚ ଏମନ୍ତେ ପରୀକ୍ଷିତ ବାଣୀ ଆନନ୍ଦେ ସୁକ ମୁନି ଶୁଣି ଗଙ୍ଗାର ତୀରେ ଅନ୍ତର୍ଜଳେ ଅସଂଖ୍ୟ ମୁନିଗଣ ମେଳେ ଗୋବିନ୍ଦ ପାଦ ଦେଇ ଚିତ କହଇ ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମାହଂସ ସଂହିତାଏ 82 ଅଷ୍ଟମ ସ୍କନ୍ଧେ ସୁଖ ପରୀକ୍ଷିତ ସମ୍ବାଦ ନାମ ପ୍ରଥମ ଅଧ୍ୟାୟ।